ଯେତେବେଳେ ବନ୍ୟା ପ୍ରଥମ ବନ୍ୟା ଆରମ୍ଭ ହେଇଥିଲା ଧର୍ମଶାଳାରେ କୁକୁର ଭଗବାନପୁର ଏବଂ ଅନ୍ୟାନ୍ୟ ଜାଗାରେ ଅଳ୍ପ ଅଳ୍ପ ଜାଗାରେ ଆସିଥିଲା। ଏବେ ଦ୍ୱିତୀୟ ଯେତେବେଳେ ପାଣି ଲେବୁଲ ବଢିଥିଲା ସେତେବେଳେ କଦମପାଳ ଅରେଇକଣା ଏବଂ ଅନ୍ୟାନ୍ୟ ଜାଗାରେ କିଛି କିଛି ପାଣି ଆଂଶିକ ପାଣି ଆସିଥିଲା, ଯୋଉଥିରେ ଲୋକ ଘରେ କିଛି ପାଣି ପଶିଯାଇଥିଲା, ତେଣୁ ଲୋକଙ୍କର ଖାଦ୍ୟପେୟ ଏବଂ ଅନ୍ୟ କିଛି ଅସୁବିଧା ହେଇଥିଲା। ଏବଂ ଯାହାର ବିଲ ଜମି ଚାଷ ସେ ବାରମାସିଆ ଫସଲ ହଉ କି ଗୋଟେ ପକ୍ଷ ଧାନ ଚାଷ ହଉ, ଯାହା ଯାହା ହଉ ଯେକୌଣସି ଜିନିଷ ହେଇଥିଲା ସବୁ ଜିନିଷ ଆମେ ଦେଖୁଥିଲୁ ଏବଂ ଯେକୌଣସି ଲୋକର ଯାହା ଯାହା ଅସୁବିଧା ହଉଛି ବୁଲିକି ଆମେ ସବୁରା କରିକି ରଖୁଥିଲୁ। ଏବଂ ଆମେ ସବୁଗୁରା ଆମର ସରକାରୀ ଅଧିକାରୀ ଅଫିସର ଯେ ଅଛନ୍ତି ତହସିଲଦାର ନିରୀକ୍ଷକ ଅଫିସର ଏବଂ ଆମର ସବ୍ କଲେକ୍ଟର ଅଛନ୍ତି ଏଠିକାର ନୋଡାଲ ଅଫିସର, ଆମେ ସମସ୍ତଙ୍କୁ ଆଲୋଚନା କରିଛୁ। ସମସ୍ତଙ୍କ ଦ୍ୱାରା ଯାହାର ଯାହା ଯାହା କ୍ଷୟକ୍ଷତି ହୋଇଛି ସମସ୍ତ ଠିକ ଠାକ ଆକଳନ ହବ ଏବଂ ନିଶ୍ଚୟ ତାକୁ ମୁଁ ନିଜେ ମନିଟରିଂ କରୁଛି ଏବଂ ନିଜେ 24 ଘଣ୍ଟା ଆମେ ତତ୍ପର ରଖୁଛୁ। ଯାହା ବିଗତ ଦିନରେ ହଉଥିଲା ଯେମିତି ଲୋକଟେ ହଇରାଣ ହଉଥିଲା ସେ ଜିନିଷଟା ହବାର ପ୍ରଶ୍ନ ଉଠୁନି। ନିଶ୍ଚୟ ସମସ୍ତଙ୍କର ଯାହା ଯାହା ହରେଇ ବସିଛନ୍ତି ତାଠୁ ଆମ ସରକାର ଅଧିକ ପାଇବେ ଏବଂ ଆମେ ସମ୍ପୂର୍ଣ୍ଣ ସରକାର, ରାଜ୍ୟ ସରକାର, ମୋହନ ସରକାର ଆମେ ସମସ୍ତେ ତତ୍ପରତା ଅଛୁ। ଆମେ ସମସ୍ତେ ମୋ ସହିତ କାର୍ଯ୍ୟ କରୁଥିବା ସମସ୍ତ ସହକର୍ମୀ ଏବଂ ସରକାର ଯୋଉ ଜାଗାରେ ପାଲ ପହଞ୍ଚିବା କଥା, ଯୋଉ ଜାଗାରେ ରାସନ ପହଞ୍ଚିବା କଥା, ଯୋଉ ଜାଗାରେ ରନ୍ଧା ଖାଇବା ପହଞ୍ଚିବା କଥା, ଯୋଉ ଜାଗାରେ ମେଡିସିନ ପହଞ୍ଚିବା କଥା ବରାବର 24 ଘଣ୍ଟା ସମସ୍ତେ ଆଲର୍ଟ ଅଛନ୍ତି, ଆପଣ ମାନେ ବି ଦେଖିପାରୁଥିବେ। ଏବଂ ନିଶ୍ଚୟ ମୁଁ ଆପଣମାନଙ୍କ ପୁନର୍ବାର ଆପଣଙ୍କର ନ୍ୟୁଜ ମିଡିଆ ଦ୍ୱାରା ମୁଁ ଗୋଟେ ଜିନିଷ କହି ରଖୁଛି, ଲୋକମାନେ ଯୋଉମାନେ ଅଛନ୍ତି ଯାହାର ଯୋଉଠି ପାଣି ପଶିଛି, ଯାହାର ଯୋଉଠି ଅସୁବିଧା ହଉଛି, କୌଣସି ଅପପ୍ରଚାର କେହି ଯାଆନ୍ତୁନି। ସରକାର ଆପଣମାନଙ୍କ ସହିତ 24 ଘଣ୍ଟା ଅଛି, କୌଣସି କାର୍ଯ୍ୟରେ କାହାର କିଛି ଅସୁବିଧା ହବ ନାହିଁ। ଯାହାର ଯୋଉ କାର୍ଯ୍ୟ ହେଇଛି କେହି ହଇରାଣ ହୁଅନ୍ତୁନି। ଘର ଭାଙ୍ଗିଲେ ବି ସରକାର ପଇସା ଦଉଛି, ବାସନ କୁସନ ହଜିଗଲେ ବି ମୋହନ ସରକାର ସେଥିରେ ପଇସା ଦଉଛି, ଲୁଗାପଟା ହଜିଗଲେ ବି ସେଥିରେ ମୋହନ ସରକାର ପଇସା ଦଉଛି। ତେଣୁ କୌଣସି ଗୋଟେ ଜାଗାରେ କାହାକୁ ବାଧାବିଘ୍ନିତ କରାହବନି। ଆମେ 24 ଘଣ୍ଟା ତତ୍ପର ଅଛୁ। ନିଶ୍ଚୟ ଆମେ ସମସ୍ତଙ୍କର ସେବାରେ ନିଶ୍ଚୟ କାର୍ଯ୍ୟ ରହିବୁ ଏବଂ ଏ ବନ୍ୟାରେ ଧର୍ମଶାଳାରୁ କେହି ଜଣେ ଗୋଟେ ଲୋକ ହଇରାଣ ହେବେନି, କୌଣସି ଜିନିଷ ଅସୁବିଧାରେ ପଡିବେନି, এটা ଆମର ସଂକଳ୍ପ। ଆମେ ସେଇ ହିସାବରେ କାର୍ଯ୍ୟ କରୁଛୁ।